ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ ରାଜମହେନ୍ଦ୍ରୀରୁ ଶୁଭେଚ୍ଛା ଜଣାଉଛୁ। ହଁ, ଆମ ସାମ୍ନାରେ ବସିଛନ୍ତି ବର୍ତ୍ତମାନ ଭି ବାଲକୃଷ୍ଣ। ଆପଣମାନେ ଅନେକ ଗୀତ ତାଙ୍କଠାରୁ ଶୁଣିଛନ୍ତି। ସେ ହେଉଛନ୍ତି କୋରାପୁଟର ସନ୍ତାନ। କୋରାପୁଟରେ ଅନେକ ବର୍ଷ ସାଧନା କରିବା ପରେ ସେ ବର୍ତ୍ତମାନ ଅବସ୍ଥାପିତ ରାଜମହେନ୍ଦ୍ରୀ ସହରରେ। ଆପଣ ଦେଖିପାରୁଥିବେ ତାଙ୍କର ପ୍ରଚ୍ଛଦ ପଟରେ, ତାଙ୍କର ପଛପଟେ ରହିଛି ଅନେକ ସମ୍ମାନର ଚିତ୍ର। ଅନେକ ସଙ୍ଗୀତର ସଭାରେ ସେ ସମ୍ମାନିତ ହୋଇଛନ୍ତି, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ। ସେ ଓଡ଼ିଆ ଗୀତ ବି ଗାଆନ୍ତି, ହିନ୍ଦୀ ଏବଂ ତେଲୁଗୁ ଗୀତ ମଧ୍ୟ ସେ ଗାଆନ୍ତି। ତେବେ ଆଜି ଯେତେବେଳେ ଆମେ ରାଜମହେନ୍ଦ୍ରୀ ଆସି ପହଞ୍ଚିଛେ, ତାଙ୍କଠାରୁ ଗୀତ ନ ଶୁଣି କେମିତି ଯିବା? ତେଣୁ ଯିବା ବେଳ ହେଉଥିଲେ ମଧ୍ୟ ଅନୁରୋଧ କରିଥିଲୁ ବାଲକୃଷ୍ଣ ଭାଇଙ୍କୁ ଯେ ଦୁଇଟି ଗୀତ ଗାଇବେ। ସେ ବି ରାଜି ହୋଇଯାଇଛନ୍ତି। ଗୋଟିଏ ଓଡ଼ିଆ ଗୀତ ଏବଂ ତାପରେ ପରେ ଆମ ସମସ୍ତଙ୍କର ଏକ ଅତି ପ୍ରିୟର ହିନ୍ଦୀ ଗୀତ। ତେବେ ଓଡ଼ିଆ ଗୀତଟି କେଉଁଠି? ନା ସମସ୍ତଙ୍କର ଅଭୁଲା ସ୍ମୃତିକୁ ସାଉଁଟି ଆଣୁଥିବା ସେହି ଗୀତ ମୟୂରୀ ଗୋ। ଆରେ ମୁଁ କ'ଣ ଗୀତ ଗାଇଦେଲିଣି? ବର୍ତ୍ତମାନ ସେଇ ଗୀତଟିକୁ ବାଲା ଭାଇ ଗାଇବେ। ବାଲା ଭାଇ, ବର୍ତ୍ତମାନ ଆମେ ଶୁଣିବା ମୟୂରୀ ଗୋ ଗୀତଟି। ଆରମ୍ଭ କରିବା ତେବେ। ময়ূরী গো তুম আকাশে মু দিনে মল্হারে মেঘ সাজিলি চন্দ্রিকা তবি নাচিল তুম ইন্দ্রধনু মু আঁকিলি ময়ূরী গো তুম ছন্দরে যেবে মসুর হজাই দেবী বলি ভাবিলি এতে বর্ষারে মাটি গন্ধরে যেবে তুমকু ভাল পাইলি কেউ সবুজ বনর মায়ারে কেউ সবুজ বনর মায়ারে তুমি লুচি গল কেতে খোঁজিলি ময়ূরী গো তুম আকাশে মু দিনে মল্হারে মেঘ সাজিলি ময়ূরী গো ইন্দ্রধনুকু দেই মু কলি চন্দ্রিকা তুম রঙ্গিন ইন্দ্রধনুকু দেই মু কলি চন্দ্রিকা তুম রঙ্গিন নিসমু লুহ ঝরাই আজি মাটির দেবিলীন ভিজা মাটি মু এবে তো ভাবুছি ভিজা মাটি মু এবে তো ভাবুছি কিম্পা তুমকু মু ভাল পাইলি ময়ূরী গো তুম আকাশে মু দিনে মল্হারে মেঘ সাজিলি চন্দ্রিকা তলি নাচিল তুম ইন্দ্রধনু মু আঁকিলি ময়ূরী গো। ତେବେ ବନ୍ଧୁଗଣ, ବାଲା ଭାଇଙ୍କର ସେ ମୟୂରୀ ନିଶ୍ଚିତ ଭାବରେ କୋରାପୁଟରେ ଛାଡ଼ି ଯାଇଛନ୍ତି ସେ ଆମ ସମସ୍ତଙ୍କ ହୃଦୟରେ। ତେଣୁ ସେ ମୟୂରୀକୁ ଯେତେବେଳେ ଗାଉଛନ୍ତି, ଆମ ସମସ୍ତ କୋରାପୁଟିଆଙ୍କ ହୃଦୟ ମଧ୍ୟ ପୁଲକିତ ହୋଇ ଉଠୁଛି। କାରଣ ସେ ମୟୂରୀଟାକୁ ସେ ଏଇଠି ଛାଡ଼ି ଯାଇଛନ୍ତି ଏବଂ କୋରାପୁଟରେ ଛାଡ଼ି ଦେଇ ରାଜମହେନ୍ଦ୍ରୀରେ ସେ ଖୋଜୁ ବୁଲୁଛନ୍ତି। ଖୋଜୁଥାନ୍ତୁ ସେ, କିନ୍ତୁ ଆମ ପାଇଁ ଆଉ ଗୋଟେ ହିନ୍ଦୀ ଗୀତ ସେ ଗାଇବେ। ତେଣୁ ବାଲା ଭାଇ, ଆମ ପାଇଁ କ'ଣ ହିନ୍ଦୀ ଗୀତଟା କେଉଁଟା ସାଉଣ୍ଡ ରଖିଛନ୍ତି?
ଚିତ୍ସ୍ୱର କେଜେ ସୁଦାସ ଗାଇଥିବା ଗୀତ ଜବ ଦୀପ ଜଲେଆନା। ୱାଓ, ଜବ ଦୀପ ଜଲେଆନା। ଦୀପ ମଧ୍ୟ ପ୍ରଜ୍ୱଳିତ ହେବ ଏବେ। ତେବେ ବର୍ଷା ଦିନ ଚାରିଆଡ଼େ ବର୍ଷା ରାଜୁଛି ଏବଂ ସେଇ ଭିତରେ ଦୀପଟିଏ ଜଳି ଉଠିବ। ତାଠାରୁ ବଢ଼ି ଆଉ ସୁନ୍ଦର ବା କ'ଣ ହେଇପାରେ। ତେବେ ବର୍ତ୍ତମାନ ଶୁଣିବା ସେଇ ଅମୂଲ୍ୟ ଗୀତଟିଏ, ୟେଶୁଦାସଙ୍କର କଣ୍ଠରେ ଗାଇଥିବା ଗୀତଟିଏ ବର୍ତ୍ତମାନ ଆମେ ଶୁଣିବା ଭି ବାଲକୃଷ୍ଣଙ୍କ କଣ୍ଠରୁ। ଭାଇ जब दीप जले आना, जब शाम ढले आना, जब दीप जले आना, जब शाम ढले आना, संकेत मिलन का भूल न जाना, मेरा प्यार न बिसराना, जब दीप जले आना, जब शाम ढले आना। मैं पलकन डगर बुहाऊंगा, तेरी राह निहारूंगा, मैं पलकन डगर बुहाऊंगा, तेरी राह निहारूंगा, मेरी प्रीत का काजल तुम अपने नैनों में मले आना, जब दीप चले आना, जब शाम ढले आना। जहाँ पहली बार मिले थे हम, जिस जगह से संग चले थे हम, जहाँ पहली बार मिले थे हम, जिस जगह से संग चले थे हम, नदिया के किनारे आज उसी अबुआ के तले आना, जब दीप चले आना, जब शाम ढले आना। वाह वाला भाई वाह, बहुत सुंदर पंक्तिଟିଏ। ଶେଷ ପଙ୍କ୍ତିର ସେଇ ଯେଉଁ ଧାଡ଼ିଟି ନିଶ୍ଚିତ ଭାବରେ ସମସ୍ତ କୋରାପୁଟିଆଙ୍କ ହୃଦୟକୁ ଛୁଇଁଛି। ତାହା ହେଉଛି ଜବ୍ ହମ୍ ପହଲେ ମିଲେ ଥେ, ଜହାଁ ଜହାଁ ମିଲେ ଥେ ଓ ଜବ୍ ପହଲେ ମିଲେ ଥେ। ଆରେ ଦୁଇଟି ଯାକ କଥା ତ କୋରାପୁଟରେ ହେଇଥିଲା। ଆମେ ପ୍ରଥମରେ ମିଶିଥିଲେ କୋରାପୁଟରେ, ଆଉ ଜାଗାଟା ବି ସେଇ କୋରାପୁଟ। ତେଣୁ କୋରାପୁଟିଆ ହୃଦୟ କେମିତି ବ୍ୟାପ୍ତ, କେତେ ସୁନ୍ଦର ଭାବରେ ପ୍ରକାଶ ପାଇଥାଏ ସଙ୍ଗୀତ ମାଧ୍ୟମରେ, ବକ୍ତବ୍ୟ ମାଧ୍ୟମରେ, ଶବ୍ଦ ମାଧ୍ୟମରେ, ତରଙ୍ଗ ମାଧ୍ୟମରେ, ମୂର୍ଚ୍ଛନା ମାଧ୍ୟମରେ। ଏହି ସମସ୍ତ ପୁଲକିତ କରିଦିଏ ଯେତେବେଳେ ବି କୋରାପୁଟ କଥା ଚିନ୍ତା କରନ୍ତି। ତେଣୁ କୋରାପୁଟିଆର ହୃଦୟ ଏମିତି ବାନ୍ଧି ହୋଇ ରହିଥାଉ। ଆମେ ଆଶା କରୁଛୁ ବାଲା ଭାଇ ଆହୁରି 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 ଅଧିକରୁ ଅଧିକ ଗୀତ ଗାଆନ୍ତୁ, କୋରାପୁଟକୁ ମନେ ପକାଉଥାନ୍ତୁ। ସେ ଯେତେ ଯେତେ ଅଧିକା ଗୀତ ଗାଇବେ କୋରାପୁଟ ମଧ୍ୟ ସେତିକି ଉଲ୍ଲସିତ ହୋଇଉଠିବ, ଆନନ୍ଦିତ ହୋଇଉଠିବ। ହଁ ନା, ମୁଁ ସତ କହୁଛି ନା? ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ ଆଜିର ଏଇ ଦୁଇଟି ଗୀତ। ଆଉ ଆମେ ଜାଣି ଜାଣି ଏଇ ଗୀତଟିକୁ କୌଣସି ମ୍ୟୁଜିକ୍ ନ ଦେଇ ଗାଇଲୁ, କାରଣ ମ୍ୟୁଜିକ୍ ତ ବର୍ତ୍ତମାନ କ୍ୟାରୋକରେ ସମସ୍ତେ ଗାଉଛନ୍ତି। ତେବେ ନିରୋଳା ଭାବରେ ଚାରିଆଡ଼େ ସୁନସାନ ଥିବା ସମୟରେ କୌଣସି ଅନ୍ୟ ବାହ୍ୟ ମୂର୍ଚ୍ଛନା, ବାହ୍ୟ ସଙ୍ଗୀତ ନଥାଉଣୁ, ବାହ୍ୟ ମ୍ୟୁଜିକ୍ ନଥାଉଣୁ କିପରି ଆମେ ଗାଇବା, ଯାହାକି ଆମେ ବାଥରୁମ୍ରେ ଗାଇଲା ବେଳକୁ ମଧ୍ୟ ଗାଉଛେ। ଯେତେବେଳେ ମ୍ୟୁଜିକ୍ ବଜାଉଛେ କି? ଆମେ ଆଗର କଥା ମନେ ପକାଇଲେ, ଏମିତି ଯେତେବେଳେ ଆସର ହେଉଥିଲା ସେତେବେଳେ କିଏ କ'ଣ ମ୍ୟୁଜିକ୍ ବଜାଇ ଗାଉଥିଲା? ଏମିତି ଯିଏ ଯାହାର କଣ୍ଠରେ। ଏବଂ ଦେଖିଲେ ତ କେତେ ମଧୁର କଣ୍ଠ ରଖିଛନ୍ତି ବାଲା ଭାଇ। ଏଥିପାଇଁ ତ ସମସ୍ତେ ତାଙ୍କୁ ଡାକିଛନ୍ତି, ଓ ଆନ୍ଧ୍ରର କାହିଁକି, ଓଡ଼ିଶାରେ ମଧ୍ୟ। ଏମିତି ତାଙ୍କର ଜୀବନ ପୁଲକିତ ହୋଇ ଉଠିଥାଉ, ଭବିଷ୍ୟତ ତାଙ୍କର ଆହୁରି ଉଜ୍ଜ୍ୱଳ ହେଉ ଏବଂ ତାଙ୍କର କଣ୍ଠ ଏଭଳି ସମସ୍ତଙ୍କୁ ଆନନ୍ଦ ଦେଉଥାଉ। ଏହି ଆଶା କରିବାର ସହ ରାଜମଣ୍ଡଳୀରୁ ବର୍ତ୍ତମାନ କୋରାପୁଟ ଅଭିମୁଖେ ଯାତ୍ରା ମୋର ଆରମ୍ଭ ହେଲା ଏବଂ ଆପଣଙ୍କର ଯାତ୍ରା ସଙ୍ଗୀତର ଯାତ୍ରା।
ଧନ୍ୟବାଦ, କୃତଜ୍ଞତା ଜଣାଉଛୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କୁ। ରାଜମହେନ୍ଦ୍ରୀରେ ବାଳକୃଷ୍ଣଙ୍କ ଘରୁ ରହୁଛୁ। ତେବେ ପୁଣି ଥରେ ଦେଖା ହେବ କୋରାପୁଟରେ ଆଉ ଏକ ଅଧ୍ୟାୟରେ। ନମସ୍କାର।